କିଛି କିଛି କଂଗ୍ରେସ ପାର୍ଟିରେ ଯିବ। କଂଗ୍ରେସ ଲୋକ କଂଗ୍ରେସ ଛାଡ଼ିବେନି, ମରିଯିବେ ଛାଡ଼ିବେନି। ଏ ଦୋତଡ଼ା ଗୁଡାକ ସୁବିଧାବାଦୀ, କିଏ ପଇସା ପାଇଁ ଆସିଛି, କିଏ କାମ ପାଇଁ ଆସିଛି, ସେଇଗୁଡାକ ଦୋତଡ଼ା ନୀତି କରିବେ, ନହେଲେ ଅନ୍ୟ କିଛି ହବ। ଆଉ ଗୋଟେ କଥା ବି କହିଛନ୍ତି ଯେ 6 ଥର ହାରିଥିବା ଲୋକକୁ ଶରଦ ପଟ୍ଟନାୟକଙ୍କୁ ଦେଲେ ସଭାପତି, ଇଏ 3 ଥର ହାରିଲେ। ଆଉ ନୂଆପଡାରେ ବର୍ତ୍ତମାନ 83,000 ଭୋଟରେ ବ୍ୟବଧାନରେ କଂଗ୍ରେସ ବାବୁ ଖାଲି ହାର ଜିଣିଦା କଥା ଇଏ ସେ କହିଲେ ଯେ ଏଗୁଡା ଶସ୍ତା ଟପ୍, ସେଗୁଡା କାମରାଜ କଣ ପଡିଥିଲେ, କେତେ ସିଏ ବାହାରିଥିଲେ, ସେଗୁଡା କହିଲେ ହବ? କିଏ ହାରିଗଲା ବୋଲି ସେ ସଂଗଠନ ତାଠୁ ପଳେଇଲା? ସେମିତି କହିହବନି। କିଏ କେତେବେଳେ ପପୁଲାର, କିଏ କେତେବେଳେ ଲୋକ ଭୋଟ ଦେବେ କହିହବ? ୟା ବୋଲି ଜଣେ ଭଲ ସଂଗଠକ ହାରିଗଲା ବୋଲି ରାଜନୀତି ଛାଡ଼ିଦେବ? ବିଲକୁଲ କଂଗ୍ରେସ ଯୁବକ ମାନେ ଠିକ ଲାଇନରେ ଅଛନ୍ତି। ଯୋଉଟା ସୁବିଧାବାଦୀ ଯୁବକ, ତାଙ୍କର ନିଜ ସୁବିଧା ଦରକାର, ସେହି ରାସ୍ତା ବାହୁଡ଼ି ଯାଇଛନ୍ତି। ଯେ କ୍ୟାଡର କେବେ ମରିଯିବ, କଂଗ୍ରେସ ଛାଡ଼ିବନି। କଂଗ୍ରେସ ରହିଛି, ଆଉ ନେହେରୁ ପରିବାର ପ୍ରତି ସମ୍ମାନ ରହିଛି, ରହିବ।